ଆଜିକାଲି ଅନଲାଇନରେ ଗୋଟେ ବହୁତ ଚାଞ୍ଚଲ୍ୟକର କଥା ଘୁରି ବୁଲୁଛି। କୁହାଯାଉଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ କୁଖ୍ୟାତ ଅପରାଧୀ ଜେଫ୍ରି ଏପ୍ଷ୍ଟାଇନ୍ଙ୍କ ସହ ସମ୍ପର୍କ ଥିଲା। କିନ୍ତୁ ଏହି କଥାରେ କେତେ ସତ୍ୟ ଅଛି? ତେବେ ଆସନ୍ତୁ ଏହାର ଗଭୀରକୁ ଯାଇ ଦେଖିବା ଏଥିରେ କେତେ ସତ୍ୟ ଅଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଜଣେ ଦେଶର ପ୍ରଧାନମନ୍ତ୍ରୀ ଆଉ ଜଣେ କୁଖ୍ୟାତ ଅପରାଧୀ, ଆଖିରେ ଏ ଦୁଇଟା ନା ଏକାଠି ଆସିଲା କେମିତି? କ'ଣ ପାଇଁ ଏମାନଙ୍କୁ ଯୋଡ଼ାଯାଉଛି? ଚାଲନ୍ତୁ ଏହି ଅଭିଯୋଗର ମୂଳ କ'ଣ ତାହା ଖୋଜି ବାହାର କରିବା। ଆଚ୍ଛା, ତେବେ ଏସବୁ ଆରମ୍ଭ ହେଲା କୋଉଠୁ? ଏସବୁ ଆସିଛି ଏପ୍ଷ୍ଟାଇନ୍ ଫାଇଲ୍ସରୁ। କିନ୍ତୁ ଏଇ ଫାଇଲ୍ସ ପ୍ରକୃତରେ କ'ଣ ଜାଣନ୍ତି? ଏଇଟା କୌଣସି ଗୋଟିଏ ଅଫିସିଆଲ ଫାଇଲ୍ ନୁହେଁ, ବରଂ ଏହା ହେଉଛି କୋର୍ଟ କାଗଜପତ୍ର, କିଛି ଇମେଲ୍ ଆଉ କିଛି ଶୁଣା କଥାର ଏକ ମିଶ୍ରଣ। এই କଥା ମନେ ରଖିବା ବହୁତ ଜରୁରୀ, କାରଣ ଏଇଠୁ ହିଁ ପୂରା କାହାଣୀ ଆରମ୍ଭ। ଆଉ ଏବେ ଆସୁଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏହି ଡକ୍ୟୁମେଣ୍ଟଗୁଡ଼ିକ କେତେ ବିଶ୍ୱାସଯୋଗ୍ୟ? ଦେଖନ୍ତୁ, ସୂତ୍ର ଅନୁସାରେ ଏପ୍ଷ୍ଟାଇନ୍ଙ୍କ ନିଜ କଥାକୁ ପ୍ରମାଣ ହିସାବରେ ନିଆଯାଇପାରିବନି, କାରଣ ସେ ଲୋକଟା ମିଛ କହିବା ଆଉ କଥାକୁ ବଢ଼େଇ ଚଢ଼େଇ କହିବାରେ ପୁରା ମାହିର ଥିଲା। ସେଥିପାଇଁ ତା ଦାବିକୁ ସତ ବୋଲି ଧରିହେବନି। ହଉ, ତାହେଲେ ଯଦି ଏପ୍ଷ୍ଟାଇନ୍ଙ୍କ କଥାକୁ ଭରସା କରାଯାଇ ପାରିବନି, ତେବେ ପ୍ରକୃତ ପ୍ରମାଣ କହିଲେ କ'ଣ ବୁଝାଯିବ? ଏତେ ବଡ଼ ଗୋଟେ ଅଭିଯୋଗକୁ ସତ ବୋଲି ମାନିବା ପାଇଁ କେମିତିକା ପ୍ରମାଣ ଦରକାର? ଦେଖନ୍ତୁ, ପ୍ରକୃତ ପ୍ରମାଣ କହିଲେ ଆମେ ଏମିତି କିଛି ଖୋଜିବା ଯେମିତିକି ଫ୍ଲାଇଟ୍ ରେକର୍ଡ, ଦୁହେଁ ଏକାଠି ଥିବାର କୌଣସି ଫଟୋ, କିଛି ଆର୍ଥିକ ଦେଣନେଣର ତଥ୍ୟ କିମ୍ବା କୌଣସି ସରକାରୀ ମିଟିଂର ରେକର୍ଡ। ଏପରିକି କୌଣସି ଭରସାଯୋଗ୍ୟ ସାକ୍ଷୀଙ୍କ ବୟାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତେବେ ଏତେ ସବୁ ପ୍ରମାଣ ଭିତରୁ ମୋଦି ଆଉ ଏପ୍ଷ୍ଟାଇନ୍କୁ ଯୋଡ଼ିବା ପାଇଁ କେତେଟା ପ୍ରମାଣ ମିଳିଛି ଜାଣନ୍ତି? ସୂତ୍ର ଅନୁସାରେ ଉତ୍ତର ହେଉଛି ଶୂନ୍ୟ, ବିଲକୁଲ ଶୂନ୍ୟ। ଆଜି ପର୍ଯ୍ୟନ୍ତ ଗୋଟିଏ ବି ସେମିତି କିଛି ଠୋସ୍ ପ୍ରମାଣ ମିଳିନି। ଆଉ କଥା କେବଳ ସେତିକିରେ ସରୁନି। ଆମେରିକା ହେଉ କି ଭାରତ, କୌଣସି ବି ସରକାରୀ ଏଜେନ୍ସି ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କୌଣସି ତଦନ୍ତ ଆରମ୍ଭ କରିନାହାନ୍ତି। ଏଇଟା ହିଁ ଦର୍ଶାଉଛି ଯେ ପ୍ରମାଣର କେତେ ଅଭାବ ଅଛି। ତେବେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଯଦି କୌଣସି ପ୍ରମାଣ ନାହିଁ, କିଛି ତଦନ୍ତ ବି ହେଉନି, ତାହେଲେ ମୋଦିଙ୍କ ନାଁଟା ଏସବୁ ଭିତରକୁ ଆସିଲା କେମିତି? ଆଉ ଏହାର ଉତ୍ତର ଏପ୍ଷ୍ଟାଇନ୍ଙ୍କର ନିଜ ଚରିତ୍ର ଭିତରେ ହିଁ ଲୁଚି ରହିଛି। ଦେଖନ୍ତୁ, ସୂତ୍ର ଅନୁସାରେ ଏପ୍ଷ୍ଟାଇନ୍ଙ୍କର ଗୋଟେ ଖାସ୍ ଅଭ୍ୟାସ ଥିଲା। ସେ ବଡ଼ ବଡ଼ ଲୋକଙ୍କ ନାଁ ନେଇ ନିଜକୁ ବହୁତ ପ୍ରଭାବଶାଳୀ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ। ଏହା ତାଙ୍କର ଗୋଟେ ଚାଲ୍ ଥିଲା, ନିଜକୁ ଆହୁରି ବଡ଼ ଆଉ ପ୍ରଭାବଶାଳୀ ଦେଖେଇବାର। ଆଉ ହଁ, ଏ କଥାଟା କେବଳ ମୋଦିଙ୍କ କ୍ଷେତ୍ରରେ ହୋଇନି। ଏପ୍ଷ୍ଟାଇନ୍ଙ୍କର ସେହି କାଗଜପତ୍ରରେ ବଡ଼ ବଡ଼ ରାଜନେତା, ବୈଜ୍ଞାନିକ, ବ୍ୟବସାୟୀ ଏମିତି ଶହ ଶହ ଲୋକଙ୍କ ନାଁ ଅଛି। କିନ୍ତୁ ପୁଣିଥରେ ସେହି ଗୋଟିଏ କଥା ମନେ ରଖିବାକୁ ହେବ, କେଉଁଠି ନାଁ ଲେଖାହେବା ମାନେ ଦୋଷୀ ହେବା ନୁହେଁ। ଜାଣିଛନ୍ତି, ଏହାକୁ ହିଁ କୁହାଯାଏ ଲଜିକାଲ ଫାଲେସି ବା ତର୍କଗତ ଭୁଲ। ମାନେ କେଉଁଠି କାହାର ନାଁ ଲେଖା ହେଇଗଲା ମାନେ ସେ ଦୋଷୀ ହେଇଗଲା ବୋଲି ଭାବିନେବା। ଆଉ ଏଇ ମାମଲାରେ ଠିକ୍ ସେଇଆ ହିଁ ହେଉଥିବା ଭଳି ଲାଗୁଛି। ତେବେ ଶେଷରେ ଯଦି ଆମେ ସବୁ ତଥ୍ୟକୁ ଏକାଠି କରିଦେଖିବା, ତାହେଲେ ସିଦ୍ଧାନ୍ତ ବହୁତ ସ୍ପଷ୍ଟ। ଏହି ଦାବି ଏକ ପ୍ରମାଣିତ ସତ୍ୟ ନୁହେଁ, ବରଂ ଏହା ଏକ ଭିତ୍ତିହୀନ ଅଭିଯୋଗ, ଯାହାକୁ ସୋସିଆଲ ମିଡିଆରେ ଜାଣିଶୁଣି ବ୍ୟାପକ ଭାବରେ ପ୍ରଚାର କରାଯାଉଅଛି। ହେଲେ ଏ ପୂରା ଘଟଣା ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଆଜିର ଏ ଡିଜିଟାଲ ଦୁନିଆରେ ଯୋଉଠି ଗୋଟେ ଖବର ନିଆଁ ଭଳି ବ୍ୟାପିଯାଉଛି, ସେଠି ଗୋଟେ ଅଭିଯୋଗ ଆଉ ଗୋଟେ ସତ ଭିତରେ ଥିବା ସେହି ସରୁ ରେଖାଟାକୁ ଆମେ ଚିହ୍ନିବା କେମିତି? ଏହା ଉପରେ ଭାବିବା ଆଜି ବହୁତ ଜରୁରୀ।